এই শীত ଦିନରେ ମନେ ପଡ଼େ ପୁରୁଣା ଦିନ କଥା, ପିଲାଦିନ କଥା, କ୍ଲାସ୍ 8, 9, 10 ଟାଇମ୍ର କଥା, ହାଇସ୍କୁଲ ସମୟର। ସକାଳେ ପୁରା ଫୁଲି କଭର୍ଡ ଥିବ, 2-3ଟା ସାର୍ଟ ଥିବ, ତା ଉପରେ ଗୋଟେ ଉଲ୍ ବାଲା ସ୍ୱେଟର ଥିବ, ମୁଣ୍ଡରେ ମଙ୍କି କ୍ୟାପ୍ ଥିବ, ଆଉ ୟା ଉପରେ ଥିବ ଚାଦର। ବହିଟେ ସେଇଠି ପିଣ୍ଡା ଉପରେ ସପଟେ ପକେଇ ଦେଇକି ବସି ପଡ଼ିଥିବ, ବହିଟା ଖୋଲିଦେଇ, ମାନେ ଏତେ ଥଣ୍ଡା ଲାଗୁଥିବ ଯେ ସେ ଚଦର ଭିତରୁ ହାତଟା କାଢ଼ିବାକୁ ଇଚ୍ଛା ନଥିବ ବହି ପୃଷ୍ଠା ଲଉଟେଇବା ପାଇଁ। ଅନେଇକି ବସିଥିବ କେତେବେଳେ ଖରା ପଡ଼ିବ, ମାନେ ସୂର୍ଯ୍ୟକିରଣଟା ପଡ଼ିବ। ଆଉ ସୂର୍ଯ୍ୟକିରଣଟା ପ୍ରଥମେ ପଡ଼େ ଆମ ଘରଠୁ 1-2ଟା କିଆରି ଛାଡ଼ିକି, ଧାନ କିଆରି ଛାଡ଼ି ସେଇଠି ସୂର୍ଯ୍ୟକିରଣ ପ୍ରଥମେ ପଡ଼େ। ବାସ୍ ସୂର୍ଯ୍ୟକିରଣ ପଡ଼ିଲା ମାନେ ସପଟା ଧରି ଆଉ ଝୁଲାଟା ଧରି, ବହି ଝୁଲାଟା ଧରି ବାହାରି ପଡ଼ିବୁ ଆମେ ସେଠିକି ପାଠ ପଢ଼ିବୁ। ମାନେ ଖରାରେ ଖରା ଖାଇବୁ ଆଉ ପାଠ ପଢ଼ିବୁ। ସେଠି ଯାଇକି ପହଞ୍ଚିଲା ପରେ ବାସ୍ ଆମ ସପଟା ସେଇ ଜାଗାରେ ପକାଇବୁ ଯେଉଁଥିରେ କି ଘରବାଲା ଯେମିତି ଡାଇରେକ୍ଟଲି ଦେଖି ନପାରିବେ। ସେଠି ସପଟା ପକାଇଦେବୁ, ପକାଇ ଦେଇ ବହିଟା ଖୋଲା ହେଇଯିବ, ସେଟା ଆଗ୍ରହ ହେବ, ବହିଟା ଖୋଲା ହେଇଯିବ। ତାପରେ ପାଖରେ ଯେଉଁ ନଡ଼ା ଅଛି, ନଡ଼ାକୁ ଛିଡ଼େଇବା ଆରମ୍ଭ ହେବ। ନଡ଼ାକୁ ଟାଣିକି ଛଡ଼ା ହେବ, ଆଉ ନଡ଼ା ଟେକୁ ଟେକୁ ଯେଉଁ ମାଟିଟା ଉଠିବ ବକଳଟା, ସେଟାକୁ ସେ ଧାନ କିଆରି ପାଖରେ ଯେଉଁ ବୁଦା ଅଛି, ଛୋଟ ଛୋଟ ଗଛର ବୁଦା ଅଛି, ସେଠିକି ଛଟା ହେବ। ଆଉ ସେଇଠି ବସି ବସି ଦେଖାଯାଉଛି କେତେ ଦୂର ପର୍ଯ୍ୟନ୍ତ ମୁଁ ଅଧିକା ଫୋପାଡ଼ି ପଡ଼ୁଛି ଟେକାଟାକୁ। ଆଉ କିଛି ସମୟ ପରେ, ତାପରେ ବି ବିରକ୍ତ ଲାଗିଲା ପରେ ସେ ପାଖ କିଆରି ପାଖରେ ଯେଉଁ ଛୋଟ ଛୋଟ କାନକୁଳି ଗଛ ଥାଏ, ସେଠି ଯାଇ ପହଞ୍ଚି ଯେଉଁ ପାଚିଲା କାନକୁଳି ଅଛି ତାକୁ ଖାଅ। ମଝିରେ ମଝିରେ ଘର ଆଡ଼କୁ ଦେଖୁଥାଅ, କାଳେ କେହି ବାହାରିଲେ କି ଘର ପାଖରେ କେହି ବୁଲୁଛନ୍ତି। ଯଦି କେହି ବୁଲାବୁଲି କରୁଛନ୍ତି ଘର ପାଖରେ, ଚୁପନା ଆସ, ବହି ବସ୍ତାନି ପାଖରେ ପୁଣି ବସି ପଡ଼, ବହିଟା ଖୋଲି ଖାଲି ନୋଟ୍ ପୃଷ୍ଠା।